ପିଲାମାନେ ଚାଲ ଆଜି ଆଉ ଗୋଟେ କାହାଣୀ ଶୁଣିବା। କାହାଣୀଟିର ନାଁ ହେଲା କବିରଙ୍କ ପିଲାଦିନ। ଛୋଟ ପିଲାଟିଏ ସେ ତା ସାଙ୍ଗମାନଙ୍କ ସହ ଅଧିକାଂଶ ଦିନ ମନ୍ଦିରକୁ ଯାଇ ଭଜନ କୀର୍ତ୍ତନ ଶୁଣୁଥିଲା। କେବେ କେବେ ମନ୍ଦିରରେ ଭଜନ ମଧ୍ୟ ବୋଲୁଥିଲା। ତାର ଭକ୍ତିଭରା ଭଜନ ଶୁଣି ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହେଉଥିଲେ। ସେ ପାଠପଢ଼ା ସହିତ ଘରେ ଲୁଗା ବୁଣିବାରେ ବାପାଙ୍କୁ ସାହାଯ୍ୟ କରୁଥିଲା। ଦିନେ କ'ଣ ହେଇଛି ନା ତା ବାପାଙ୍କ ଦେହ ଅସୁସ୍ଥ ହେଲା। ମା କହିଲେ, ପୁଅରେ ଆଜି ତୁ ହାଟକୁ ଯିବୁ, ଲୁଗାପଟା ବିକ୍ରି କରି ଯାହା ପଇସା ପାଇବୁ ସେଥିରେ ଚାଉଳ ଆଣିବୁ। ଘରେ ଚାଉଳ ମୋଟେ ନାହିଁ, ଚାଉଳ ଆଣିଲେ ରନ୍ଧା ହେବ। ପିଲାଟି ଲୁଗାପଟା ନେଇ ହାଟକୁ ବାହାରିଲା। ଶୀତ ଦିନ ହୋଇଥାଏ। ବାଟରେ ଦେଖିଲା ଭିକାରୀମାନେ ଶୀତରେ ଥରୁଛନ୍ତି। ସେମାନଙ୍କ ପାଖରେ ପିନ୍ଧିବା ପାଇଁ ଲୁଗା, ଘୋଡ଼େଇ ହେବା ପାଇଁ ଚାଦର ନାହିଁ। ତା ମନରେ ଦୟା ଆସିଲା। ଆଣିଥିବା ଲୁଗାପଟା ସବୁ ସେମାନଙ୍କ ମଧ୍ୟରେ ବାଣ୍ଟି ଦେଲା। ଶେଷରେ ଖାଲି ହାତରେ ଘରକୁ ଫେରିଲା। ଘର ପିଣ୍ଡା ଉପରେ ଚୁପ୍ ହୋଇ ବସି ରହିଲା। ଭାବିଲା, ମା ଚାଉଳ ଆଣିବା କଥା ପଚାରିଲେ କ'ଣ କହିବି? କିନ୍ତୁ ମା ତାକୁ କିଛି ପଚାରିଲେ ନାହିଁ, ବରଂ ଶ୍ରଦ୍ଧାରେ ତାକୁ ଖାଇବାକୁ ଡାକିଲେ। ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତୁମେ ତ କହୁଥିଲ ଘରେ ଜମା ଚାଉଳ ନାହିଁ। ମୁଁ ତ ଚାଉଳ ଆଣି ନାହିଁ, ରାନ୍ଧିଲ କେମିତି? ମା କହିଲେ, କି ରେ ଏମିତି କ'ଣ କହୁଛୁ? ତୁ ତ ଗୋପାଳ ହାତରେ ଚାଉଳ ଓ ସଉଦା ପଠାଇଥିଲୁ। ସେ ଆଶ୍ଚର୍ଯ୍ୟ ହୋଇଗଲା। ଲୁଗାପଟା ବାଣ୍ଟିବା କଥା ମାକୁ କହିଲା। ମା ସବୁ କଥା ଶୁଣି କହିଲେ, ସାଧୁ, ସନ୍ଥ, ଦୁଃଖୀ ଓ ଗରିବମାନଙ୍କର ସେବା ହିଁ ଈଶ୍ୱରଙ୍କ ସେବା। ବୋଧହୁଏ ଭଗବାନ ଶ୍ରୀକୃଷ୍ଣ ଗୋପାଳ ନାଁରେ ଆସି ଚାଉଳ ଓ ସଉଦା ଦେଇଗଲେ। ଭଗବାନ ଶ୍ରୀକୃଷ୍ଣ ଘରକୁ ଆସିବା କଥା ଶୁଣି ସେ ଖୁସିରେ ନାଚି ଉଠିଲା। ସେହି ବାଳକ ବଡ଼ ହୋଇ ସନ୍ଥ କବୀର ରୂପେ ପରିଚିତ ହେଲେ।